ଭାଗ୍ୟ ଉପରେ ନିର୍ଭର କରନ୍ତୁ ନା, ଲକ୍ ଉପରେ ନିର୍ଭର କରନ୍ତୁନି। ଭାଗ୍ୟରେ ଯେ ଥିବ ତାହେଲେ ହେବ। ଦେର୍ ଇଜ ନଥିଙ୍ଗ ଲାଇକ୍ ଭାଗ୍ୟ ଇନ୍ ବାଇବେଲ। ଖ୍ରୀଷ୍ଟୀୟ ଜୀବନରେ ଭାଗ୍ୟ ବୋଲିବାଟା ନାହିଁ, ଅନୁଗ୍ରହ ଅଛି। ଆଉ ସେ ଅନୁଗ୍ରହ ସମସ୍ତଙ୍କୁ ଦିଆ ହଉଛି। ଅନୁଗ୍ରହ ସହିତ ଜଡ଼ିତ ହେବାକୁ ଟ୍ରାଏ କରନ୍ତୁ, ସେତିକି। ସେମିତି ଅନୁଗ୍ରହ ସମସ୍ତ ଜଗତ ପାଇଁ ଅଛି। ଯିଏ ସୁସମାଚାର ବୁଝିଲା, ଗ୍ରହଣ କଲା, ଚିହ୍ନିଲା, ସେ ଯାଇକି ହାତ ଉଠାଇକି ଆପ୍ଲାଏ କରିବ, ଆଇ ୱାଣ୍ଟ ୟୋର, ମତେ ତୁମର ଅନୁଗ୍ରହ ଦରକାର ପ୍ରଭୁ। ତ ପ୍ରଭୁଙ୍କର ଅନୁଗ୍ରହ ପାଇଁ କଣ ଖର୍ଚ୍ଚ ହୁଏ? କିଛି ନାହିଁ, ନମ୍ରତା। ନମ୍ରତାର ପଇସା ଲାଗିବ ଖାଲି, ମୂଲ୍ୟ ମୂଲ୍ୟ ହମ୍ବଲ, ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣ। ଆଉ ତାର ହେଲା ବିଶ୍ୱାସ, ବିଶ୍ୱାସରେ କନେକ୍ଟ ହେବାର। କାରଣ ନମ୍ର ଲୋକମାନଙ୍କୁ ସେ ତୁଚ୍ଛ କରିବେନି, ଭଗ୍ନ ଚୂର୍ଣ୍ଣ ଅନ୍ତଃକରଣକୁ ସେ ତୁଚ୍ଛ କରିବେନି, ଅଲକ୍ଷ୍ୟ କରିବେ ନାହିଁ। ବାହାର କରିଦେବେନି, ଧକ୍କା ମାରିକି ବାହାର କରିବେ ନାହିଁ। ସମସ୍ତ ପାପୀ ମାନଙ୍କ ପାଇଁ ସୁଯୋଗ ହେଲା, କନେକ୍ଟିଂ ପଏଣ୍ଟ ହେଲା ଅନୁଗ୍ରହ। ଅନୁଗ୍ରହ ମାନେ କଣ? ଯେ ପରମେଶ୍ୱରଙ୍କର ପ୍ରେମର ଯୋଗ୍ୟ ନୁହେଁ, ତାକୁ ମଧ୍ୟ ମିଳିଯିବ ସେଇ ପ୍ରେମ ପାଇବାର ଅଫର ହେଲା ଅନୁଗ୍ରହ। ପ୍ରଭୁଙ୍କର ପ୍ରେମ ପାଇବାର ଅଲଗା ଅଲଗା ତରିକା ଅଛି। ପ୍ରଭୁଙ୍କର ପ୍ରିୟ ପାତ୍ର ହେବାର ଅଛି। ଯୋଗ୍ୟ ନଥିବା ଲୋକ ଅଛନ୍ତି, ସେମାନଙ୍କୁ ପ୍ରଭୁ ପ୍ରେମ କରିବେ ନାହିଁ, ଦରକାର ବି ନାହିଁ ତାଙ୍କୁ। ତଥାପି ତାଙ୍କରି ପ୍ରେମର ପାତ୍ର ହେଇପାରିବୁ ଅନୁଗ୍ରହରେ ଆହୁଜି ପଡିବାର। ପ୍ରଭୁ, ଅବଶ୍ୟ ଆମେ ଯୋଗ୍ୟ ନୁହଁ, ବଟ୍ ଷ୍ଟିଲ୍ we depend on your grace। ଫ୍ରି ଟିକେଟ ପରିଟା ଗୋଟେ ଗ୍ରେସ୍, ଅନୁଗ୍ରହ। ପାପ କରିବାର ଲାଇସେନ୍ସ ନୁହେଁ ଅନୁଗ୍ରହ। ହ୍ୟାଲୋ, ବହୁତ ଲୋକ ସେମିତି ନେଇଗଲେ, କେତେ ଦୁର୍ଭାଗ୍ୟ ସେମାନେ। ଅନୁଗ୍ରହ କଣ ଜାଣି ବି ପାରିଲେ ନାହିଁ।